ଚିଲିକାର ଅଦେଖା ଦୃଶ୍ୟ, ଚତୁର୍ଦ୍ଦିଗ ଜଳରାଶି, ମଝିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପୂର୍ବ ଗୁପ୍ତଲୀଳା କ୍ଷେତ୍ର ଚକାନାସୀ ପୀଠ। ଚଳିତ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦଶମୀ ତିଥିଠାରୁ ମହାକାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଇଂରାଜୀ ତା 1/11/2025 ତାରିଖଠାରୁ ତା 5/11/2025 ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ମହାଯଜ୍ଞ ସହିତ ପଞ୍ଚକ ମହୋତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହେବ। ବିଭିନ୍ନ ଅଞ୍ଚଳରୁ ଲୋକେ ଆସନ୍ତି। ଏହି ପୀଠ ଚିଲିକା ହ୍ରଦର ଏକ ବ୍ରହ୍ମପୁର ଗାଁ ଦ୍ୱୀପ ମଧ୍ୟରେ ଅବସ୍ଥିତ। ନୀଳ ଜଳର ଚଦରରେ ଆବୃତ ହୋଇଥିବା ଏହି ପବିତ୍ର ସ୍ଥାନ ଓଡ଼ିଶା ପର୍ଯ୍ୟଟନର ଏକ ଐତିହାସିକ କିମ୍ବଦନ୍ତୀ ଭାବେ ଜଣାଶୁଣା। ପ୍ରାୟ ଏ ଦ୍ୱୀପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପୂର୍ବ ଗୁପ୍ତଲୀଳା କ୍ଷେତ୍ର ସାଗର ଶ୍ରୀକ୍ଷେତ୍ରରେ ପୂଜା ପାଉଛନ୍ତି। ଚିଲିକାର ଏକ ସ୍ୱତନ୍ତ୍ର ଆକର୍ଷଣ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମୁଛି। ପୁରୀଠାରୁ 60 କିଲୋମିଟର ଦୂର ମହାପ୍ରଭୁ ଜଗନ୍ନାଥଙ୍କ ଗୁପ୍ତଲୀଳା ଜଳପଥ ଦେଇ ଯିବାକୁ ହେବ। ଏଥିପାଇଁ ସାତପଡ଼ା ଓ ଜହ୍ନିକୁଦାରୁ ବିଭିନ୍ନ ବୋଟ୍ରୁ ଡଙ୍ଗା ସୁବିଧା ରହିଛି। ଏହାକୁ ପ୍ରଶାସନ ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଲୋକମାନେ ଦାବି ଜୋର ଧରିଛନ୍ତି। ଏ ସୁନ୍ଦର ଛୋଟିଆ ଦ୍ୱୀପଟିକୁ ଦେଖିଦେଲେ ସତେ ଯେମିତି ପେଟ ପୁରିଯାଉଛି। ଆଉ ମନକୁ ଚାଲି ଆସୁଛି ଉତ୍କଳମଣି ଗୋପବନ୍ଧୁଙ୍କ ସେହି ଦୁଇପଦ କବିତା, ରହ ରହ କ୍ଷଣେ ବାଷ୍ପୀୟ ସକଟ ଦେଖିବୁ ଚିଲିକା ଚାରୁ ଚିତ୍ରପଟ। କୃଷ୍ଣ ପ୍ରସାଦରୁ ପିଙ୍କୁ ଜେନାଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ।